राजकुमार मन्मथକୁ 10 ବର୍ଷ ହେଲା ବେଳେ ଚାଟଶାଳୀରେ ପାଠ ପଢୁଥିଲା। ପିଲାମାନେ କଳି କଲେ। ଜଣେ ପିଲା ମନ୍ମଥକୁ କହିଲା, ଅଣ ବାବୁଆ ପିଲାର ଚାତର ବଡ଼। ଏହା ଶୁଣି ମନ୍ମଥ ରାଗାନ୍ୱିତ ହୋଇ ମାତାଙ୍କୁ ପଚାରିଲା, ମୋର ବାପା କାହାନ୍ତି? ମା କହିଲେ, ତୋର ବାପାଙ୍କୁ ଚିହ୍ନିବାର ବୟସ ହୋଇନାହିଁ, ଆଉ କିଛି ଦିନ ପରେ କହିଦେବି। ମନ୍ମଥ କହିଲା, ନା, ଏହି କ୍ଷଣି କହିବୁ, ନହେଲେ ଏହି ଖଡ୍ଗରେ ତୋର ମୁଣ୍ଡ କାଟିବି। ଏହା ଦେଖି ଭୟ କରି ମା କହିଲେ, ତୋର ବାପ ମାଳବ ଦେଶ ରାଜା ଜୟସେନ। ମନ୍ମଥ କହିଲା, ତୁମ୍ଭେ ପତି ସେବା ଛାଡ଼ି ବାପ ଘରେ କାହିଁକି ରହିଅଛ? ଏହା ଶୁଣି ମା ପୁତ୍ର ଆଗରେ ପୂର୍ବ କଥା ସବୁ କହିଲେ। ମନ୍ମଥ କହିଲା, ପିତା ମୋତେ କିପରି ଚିହ୍ନି ପାରିବେ? ମା ତତ୍କ୍ଷଣେ ରତ୍ନ ମୁଦ୍ରିକାଟି ଦେଇ କହିଲେ, ଏ ମୁଦ୍ରିକା ଦେଖିଲେ ତାଙ୍କର ପୁତ୍ର ବୋଲି ଜୟସେନ ରାଜା ଚିହ୍ନିବେ। ମନ୍ମଥ ମାତାଙ୍କ ଠାରୁ ସେ ମୁଦ୍ରିକା ଆଉ 1000 ଟଙ୍କା ଧରି ମାଳବ ଦେଶକୁ ଯାତ୍ରା କଲେ। ଯାଉ ଯାଉ ଘୋର ଅରଣ୍ୟ ମଧ୍ୟରେ ବନ ଦେବତା ଭ୍ରମଣ କରୁଥିଲେ। ତାଙ୍କୁ ଦେଖି ରାଜପୁତ୍ର ନମସ୍କାର କରି ଦଣ୍ଡ ପ୍ରଣାମ କଲେ। ବନ ଦେବତା ସନ୍ତୁଷ୍ଟ ହୋଇ କହିଲେ, ତୋର ମନରଥ ସିଦ୍ଧ ହେଉ। ତୁ ଯେତେ ପ୍ରକାର ରୂପ ହେଲେ ତୋତେ କେହି ଚିହ୍ନି ପାରିବେ ନାହିଁ। ଏହା କହି ଅନ୍ତର୍ଦ୍ଧାନ ହେଲେ। ରାଜପୁତ୍ର ସେଠାରୁ ଯାଇ ଘୋଡାଟି ବିକ୍ରି କରିଦେଇ ଗୋଟିଏ ମହାଜନ ପୁତ୍ର ପରି ବେଶ ଧରି ଯାଉ ଯାଉ ବାଟରେ ଦେଖିଲେ ଜଣେ ଗଉଡୁଣୀ ଦହି ହାଣ୍ଡି ମୁଣ୍ଡରେ ଧରି ଯାଉଥିଲେ। ଗୋଟିଏ ଟେକା ଧରି ସେ ଦହି ହାଣ୍ଡି ଉପରେ ପକାଇଦେଲା। ଦହି ହାଣ୍ଡିଟି ଭାଙ୍ଗି ଯିବାରୁ ଗଉଡୁଣୀ ବହୁତ ଗାଳି ଦେଲା। ରାଜପୁତ୍ର କହିଲେ, ମୋତେ ଗାଳି ଦେ ନାହିଁ। ତୋର ଦହି ଯେତେ ମୂଲ୍ୟ ହୁଅନ୍ତା ତାର 2 ଗୁଣ ମୋ ଠାରୁ ନେ। ଆଜିଠାରୁ ତୁ ମୋର ଧର୍ମର ମାତା ହେଲୁ। ମୋ ସାଙ୍ଗରେ ଆ, ମୁଁ ତୋତେ ପୋଷିବି। ଏହା କହି ତାହାକୁ ବସ୍ତ୍ର ଅଳଙ୍କାର ଦେଇ କହିଲେ, ମା ଚାଲ ଏହି ବଜାରକୁ ଯିବା। ମାତ୍ର ମୁଁ ଯାହା କହୁଥିବି ତୁ ସବୁ କଥାକୁ ହଁ କରୁଥିବୁ। ଗଉଡୁଣୀ ସେପରି କରିବ ବୋଲି କହିଲା। ଦୁହେଁ ଯାଇ ବଣିଆ ଦୋକାନରେ ପହଞ୍ଚିଲେ। ମନ୍ମଥ ବଣିଆ ଦୋକାନୀ ଠାରୁ ବହୁ ମୂଲ୍ୟ ରତ୍ନହାର କେତେଗୋଟି ଆଣି ଗଉଡୁଣୀକୁ ପଚାରିଲା, ମା ଏହାକୁ କିଣିବା କି? ମା କହିଲା, ହଁ। ମନ୍ମଥ ବଣିଆକୁ କହିଲା, ଏହାର ମୂଲ୍ୟ କେତେ? ବଣିଆ କହିଲା, 10,000 ଟଙ୍କା। ମନ୍ମଥ କହିଲା, ମୋର ବସା ଏହି ନିକଟରେ, ଆଉ ମୋର ମା ଏଠାରେ ଥାଉ। ମୁଁ ବସାକୁ ଯାଇ ଦେଖାଇବି। ରଖିବାର ଇଚ୍ଛା ହେଲେ ଟଙ୍କା ଧରି ନହିଲେ ମାଲ ଧରି ଏହି କ୍ଷଣି ଫେରି ଆସିବି। ବଣିଆ ତାର କଥାକୁ ବିଶ୍ୱାସ କରି କହିଲା, ମା ଥାଆନ୍ତୁ, ତୁମ୍ଭେ ଯାଇ ଚଞ୍ଚଳ ଆସ। ମନ୍ମଥ ଚାଲିଗଲା। ଗଉଡୁଣୀ ମା ହୋଇ ସେଇଠାରେ ବସିଥାଏ। ଦେଖୁ ଦେଖୁ ମନ୍ମଥ ଆଉ ଆସିଲା ନାହିଁ। ରାତ୍ର 2 ଘଡ଼ି ଆସି ହେଲା। ଦୋକାନୀ ଗଉଡୁଣୀକୁ କହିଲା, ତୋର ପୁଅ କାହିଁ? ସେ କହିଲା, କି ପୁଅ ବା? ସେଇଟା କୁଆଡର ଗୋଟେ ଆସିଥିଲା, ମୋର ଦହି ହାଣ୍ଡି ଭାଙ୍ଗିଦେଲା। ମୁଁ ଗାଳି ମନ୍ଦ କରିବାରୁ ମା ବୋଲି ସାଥିରେ ମୋତେ ଡାକି ଆଣିଥିଲା। ଏହା ଶୁଣି ମହାଜନ ଗଉଡୁଣୀକୁ ବହେ ବାଡିଆ ବାଡି କଲା। ପରେ କାନମୁଣ୍ଡା ଆଉଁସି ରହିଲା। ଏଣେ ମନ୍ମଥ ଗୋଟିଏ କାଗଜରେ ଲେଖିଲା, ମୁଁ ଡକାୟତ ସର୍ଦ୍ଦାର ଏ ଦେଶକୁ ଆସିଲି, ବଣିଆକୁ ଠକିଲି, ଆହୁରି ଦେଶ ଯାକ ଠକିବି ଏବଂ ରାଜାଙ୍କ ଶ୍ରୀ ଅଙ୍ଗରେ ଘାଉଡ଼ କରିବି। ଏପରି ଦେଉଳ କାନ୍ଥରେ ଛାପି ଦେଇ ଚାଲିଗଲା। ଏହା ଦେଖି ଶୁଣି ଦେଶ ଯାକ କୋଳାହଳ ଲାଗିଲା। ମନ୍ମଥ ସେଠାରୁ ଯାଇ ମାଲୁଣୀ ଘରେ ପହଞ୍ଚିଲା। ଗଲାବେଳେ ପୂର୍ବ ବେଶ ଛାଡ଼ି ମାଳି ବେଶ ଧରି କହିଲା, ମାଉସୀ ମୁଁ ତ ଘରେ କିଛି ଦିନ ରହିବି। ମାଲୁଣୀର ଅନ୍ୟ କେହି ନଥିବାରୁ ତାକୁ ଆଦରରେ ରଖିଲା। ତାପରେ ରାଜା ଡକାୟତର କଥା ଶୁଣି ନାଗରା ଦେଲେ। ଯେ ଡକାୟତକୁ ଧରି ଆଣିବ ସେ 500 ଟଙ୍କା ପୁରସ୍କାର ପାଇବ। ଏହା ଶୁଣି ଜଣେ ବାବାଜୀ କହିଲେ, ଆମେ ଏହି ଚୋରକୁ ଧରିବୁ। ଏପରି କହି ସେଦିନ ରାତ୍ରରେ ଚୋର ଧରିବାକୁ ସାବଧାନ ହେଲେ। ମାଲୁଣୀ ଏହା ଶୁଣି ଆସି ଘରେ ମନ୍ମଥ ଆଗରେ କହିଲା, ବାପା ଘରୁ କୁଆଡେ ଯିବୁ ନାହିଁ। ଆଜି ରାତ୍ରିରେ ସାଧୁଚରଣ ବାବାଜୀ ଚୋର ଧରିବେ। ମନ୍ମଥ ଏପରି ଶୁଣିଥିଲା। ରାତ୍ର ହେଲାରୁ ଏକ ବାବାଜୀ ବେଶ ଧରି ସାଧୁଚରଣ ଦାସଙ୍କ ନିକଟରେ ପ୍ରବେଶ ହୋଇ କହିଲା, ମହାରାଜ ଦଣ୍ଡ ପ୍ରଣାମ। ବାବାଜୀ କଲ୍ୟାଣ କରି କହିଲେ, ତୁମ୍ଭେ କିଏ? ସେ କହିଲା, ମୁଁ ପରା ତୁମ୍ଭର ଶିଷ୍ୟ। 5 ବର୍ଷ ହେଲା ତୀର୍ଥ କରିବାକୁ ଯାଇଥିଲି। ବାବାଜୀ କହିଲେ,
ଆଜି ଆମ୍ଭେ ଚୋର ଧରିବୁ, ତୁ ଯା, କାଲି ଆସିଲେ ଅନ୍ୟ କଥା ବୁଝିବା। ମନ୍ମଥ କହିଲା, ବାବା, ତୁମ୍ଭେ ଚୋର ଧରିପାରିବ ନାହିଁ, ମୁଁ ସେ ବିଷୟରେ ଉପାୟ ଜାଣେ। ବାବାଜୀ କହିଲେ, କଣ ଜାଣୁ କହ। ମନ୍ମଥ କହିଲା, ଗୋଟିଏ ଅଣ୍ଡିରା ଦାମ୍ବୁଡ଼ି ଆଣି ଆଗରେ ଥିବା ତାଳ ଗଛରେ ବାନ୍ଧି ଦେଇ ତାର ଗୋଡକୁ ତୁମ୍ଭର ଅଣ୍ଟାକୁ ଡୋରି ଗୋଟିଏ ବାନ୍ଧି ଦେଇଥାଅ। ମନୁଷ୍ୟ ଦେଖିଲେ ଦାମ୍ବୁଡ଼ି ଚଞ୍ଚଳ ହେବ, ତାହେଲେ ଡୋରି ଟାଣି ହୋଇ ତୁମ୍ଭର ନିଦ ଭାଙ୍ଗିଯିବ। ସାଧୁଚରଣ ବାବାଜୀ ଭାବି ଉପାୟଟି ଭଲ ମଣି ସେପରି କଲେ। ମନ୍ମଥ ସେଠାରୁ ଆସି ଘାସ କେରାଇ ଧରି ସେ ଦାମୁଡ଼ି ପାଖକୁ ଯାଇ ତାର ବେକରୁ ବନ୍ଧା ଫିଟାଇ ଦେଇ ପଛରୁ ଚମକାଇ ଦେଲା। ଦାମୁଡ଼ି ପଳାଇ ଯିବାରୁ ବାବାଜୀ ଟାଣି ହୋଇ ଯିବାରେ ଆଣ୍ଠୁ ଗଣ୍ଠି ଛିଡ଼ିଗଲା। ବିକଳ ହୋଇ ରଡ଼ି କରିବାରୁ କେତେକ ଲୋକ ଉଠି ଆସି ଫିଟାଇ ଦେଲେ। ସେଦିନ ବାବାଜୀଙ୍କର ଏ ଦଶା ରାଜା ଶୁଣି ଚୌକିଦାରକୁ କହିଲେ, ତୁ ଏ ଚୋରକୁ ଧର, ନହିଲେ ତୋର ମୁଣ୍ଡ କାଟ ହେବ। ଚୌକିଦାର କଣ କରିବ, ଭୟରେ ଆଜି ଧରିବି ବୋଲି କହିଗଲା। ମନ୍ମଥ ମାଲୁଣୀଠାରୁ ଏ କଥା ଶୁଣି ରାତ୍ରରେ ଚୌକିଦାର ବେଶ ଧରି ଗଲା। ଯେଉଁଠାରେ ରାଜାଙ୍କ ଚୌକିଦାର ଜଗିଥିଲା ସେଠାକୁ ଯାଇ କହିଲା, ଭାଇ, ମୁଁ ତୋତେ ଖୋଜି ଖୋଜି ଆସୁଅଛି। ଖାଉଡ଼ିଆ ମହାଜନ ଅନେକ ମାଲ ନେଇ ଯାଉଅଛନ୍ତି, ଚାଲ ଚୋରି କରିବା। ଚୌକିଦାର କହିଲା, ତୁ କିଏ? ମନ୍ମଥ କହିଲା, ଚିହ୍ନି ପାରୁନାହୁଁ, ମୁଁ ତୋର ଶଳାପରା। ଏହା ଶୁଣି ଚୌକିଦାର କହିଲା, ଆଜି ରାଜାଙ୍କର ଆଜ୍ଞା ଅଛି ଚୋର ଧରିବାକୁ, ମୁଁ ଯାଇପାରିବି ନାହିଁ। ମନ୍ମଥ କହିଲା, ତେବେ ମୁଁ ମଧ୍ୟ ତୋ ସାଙ୍ଗେ ଥିବି, ଦୁହେଁ ଯାକ ଚୋର ଧରିବା। ଏପରି କହି ଦୁହେଁ ମିଶି ଜଗିଲେ। କିଛି କ୍ଷଣ ପରେ ଚୌକିଦାରକୁ ନିଦ୍ରା ଲାଗିବାରୁ ମନ୍ମଥ କହିଲା, ମୁଁ ଜଗିଅଛି, ତୁ ଦଣ୍ଡେ ଶୋଇଯା। ଏହା ଶୁଣି ଚୌକିଦାର ଶୋଇଲା। ତାକୁ ନିଦ୍ରା ହେବାର ଦେଖି ମନ୍ମଥ ହରିକାଠ ତାର ହାତରେ ଏବଂ ଗୋଡରେ ଦେଇ ଚାଲିଗଲା। ସକାଳେ ଦେଖାଗଲା ଚୌକିଦାର ଚୋର କଣ ଧରିବ, ନିଜେ ହରିକାଠରେ ପଡ଼ିଅଛି। ଏ ଘଟଣା ଦେଖି ରାଜା ମନ୍ତ୍ରୀକୁ କହିଲେ, ଦେଖ, ଏ ଚୋର ବହୁତ ଉପଦ୍ରବ କଲା, ଆଜି ତୁମ୍ଭେ ତାକୁ ଧର, ନହିଲେ ଦେଶ ଉଜୁଡ଼ି ଯିବ। ମନ୍ତ୍ରୀ ପ୍ରତିଜ୍ଞା କରି କହିଲେ, ଆଜି ମୁଁ ନିଶ୍ଚୟ ସେ ଚୋରକୁ ଧରିବି। ଏହାପରେ ମନ୍ମଥ ମାଲୁଣୀକୁ ପଚାରିଲା, ମାଉସୀ, ଆଜି ରଜା ଘର ଖବର କଣ? ମାଲୁଣୀ କହିଲା, ଆଜି ମନ୍ତ୍ରୀ ଚୋର ଧରିବେ। ମନ୍ମଥ ମାଲୁଣୀ ଠାରୁ ମନ୍ତ୍ରୀର ହାଲ ସବୁ ବୁଝି ସନ୍ଧ୍ୟା ବେଳେ ମନ୍ତ୍ରୀର ନାତି ରୂପ ଧରି ଆସିଲା। ମନ୍ତ୍ରୀର ପୁଅ ନଥିବାରୁ ନାତିକି ପୋଷ୍ୟପୁତ୍ର କରିବାକୁ ଆଣିଥିଲେ। ସେ ନାତିଟି ମନ୍ତ୍ରୀ ଘରେ ନ ରହି ନିଜ ଘରକୁ ଚାଲି ଯାଉଥାଏ। ଏ ହେତୁରୁ ମନ୍ତ୍ରୀଙ୍କର ତାପରେ ବଡ଼ ଆଗ୍ରହ ଥାଏ। ମନ୍ମଥ ଏହା ଜାଣି ସେହି ନାତି ବେଶ ଧରି ମନ୍ତ୍ରୀ ଘରକୁ ଯାଇ କହିଲା, ଆଈ, ଅଜା କୁଆଡେ ଗଲେ? ଆଈ ନାତି ବୋଲି ଜାଣି ଆନନ୍ଦରେ କହିଲା, ବାବୁ, ଅଜା ଚୋର ଧରିବାକୁ ଯାଇଅଛନ୍ତି, ତୁ ଭୋଜନ କର, ଅଜା ପଛକୁ ଆସିବେ। ନାତି କହିଲା, ନା, ଅଜାଙ୍କୁ ନ ଦେଖିଲେ ମୁଁ ରହିବି ନାହିଁ। ଏହା ଶୁଣି ଆଈ ଚାକରକୁ ଡାକି କହିଲେ, ଏହାକୁ ନିଅ, ଅଜାଙ୍କୁ ଦେଖାଇ ଆଣିବ। ଚାକର ନାତିକି ସଙ୍ଗେ ନେଇ ମନ୍ତ୍ରୀ ପାଖରେ ପହଞ୍ଚିଲା। ମନ୍ତ୍ରୀ ପଚାରିଲେ, ଏଠାକୁ କାହିଁକି ଆସିଲ? ଚାକର କହିଲା, ନାତିଙ୍କି ସାଥିରେ ଦେଇ ସାଆନ୍ତାଣୀ ପଠାଇ ଅଛନ୍ତି। ମନ୍ତ୍ରୀ ଏହା ଶୁଣି ଚାକରକୁ ପଠାଇ ଦେଇ ନାତିକି ପାଖରେ ରଖିଲେ। ଅଜା ନାତି ଦୁହେଁ କଥାବାର୍ତ୍ତା ହେଉ ହେଉ ନାତି ପଚାରିଲା, ଅଜା, ତୁମେ ଚୋରକୁ କିପରି ବାନ୍ଧିବ ମୋତେ ଶିଖାଇ ଦିଅ। ଅଜା ନାତିକି ଶିଖାଉ ଶିଖାଉ ମନ୍ମଥ କୌଶଳରେ ମନ୍ତ୍ରୀକି ବାନ୍ଧି ପକାଇ କହିଲା, ମୁଁ ସେହି ଚୋର, ମୋତେ ଧରିବାକୁ ଜଗତରେ କେହି ନାହିଁ। କାଲି ରାଜା ଶ୍ରୀଅଙ୍ଗରେ ଘାଉଡ଼ କରିବି। ଏହା କହି ମାଲୁଣୀ ଘରକୁ ଚାଲିଗଲା। ଆର ଦିନ ସକାଳେ ଦେଖିଲା ବେଳକୁ ମନ୍ତ୍ରୀ ବନ୍ଧା ହୋଇ ପଡ଼ିଅଛନ୍ତି। ଏହା ଦେଖି ରାଜାଙ୍କର ସାହସ ଉଡ଼ିଗଲା। ବିଚାର କଲେ, ଏ ଚୋର ନିଶ୍ଚୟ ଆମ୍ଭକୁ ଆଘାତ କରିବ।